ମିଶ୍ରଣ ପର୍ବର ଆଳି ନିର୍ବାଚନ ମଣ୍ଡଳୀରୁ ଆସିଥିବା 300 ଊର୍ଦ୍ଧ୍ୱ ନେତୃମଣ୍ଡଳୀ ସମର୍ଥକଙ୍କ ସହିତ ଆଜି ଶ୍ରୀ ଭଜସୁନ୍ଦର ଭୂଇଁଆ ମହୋଦୟ ଭାରତୀୟ ଜନତା ପାର୍ଟିକୁ ପରିତ୍ୟାଗ କରି ଆଳି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ସମ୍ମିଳିତ ହେଉଛନ୍ତି। ଆମ ପାଇଁ ଖୁସିର ଦିନ। ଏହି ସମୟରେ ଦଳର ସଭାପତି ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କ ତରଫରୁ ଦଳର ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣ ପ୍ରକାଶ ଦାସ ମହୋଦୟଙ୍କ ତରଫରୁ ଆନୁଷ୍ଠାନିକ ଭାବରେ ଆମେ ତାଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରୁଛୁ। ଖୁସିର ଦିନ ଯେ ଆଜି ଆମ ଭବନରେ ଯେ ଆଳି ନିର୍ବାଚନ ମିଶିବାକୁ ଯାଉଛନ୍ତି ସେ ହେଉଛନ୍ତି ଶ୍ରୀ ଭଜସୁନ୍ଦର ଭୂଇଁଆ ମହୋଦୟ। ଭାରତୀୟ ଜନତା ପାର୍ଟିର ଆଳି ନିର୍ବାଚନ ମଣ୍ଡଳୀର ଜଣେ ପ୍ରତିଷ୍ଠାତା କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୀର୍ଘ 24 ବର୍ଷ ବିନା ସ୍ୱାର୍ଥରେ ସେ ଭାରତୀୟ ଜନତା ପାର୍ଟିରେ ସଂଗଠନ କରି ଆସୁଛନ୍ତି ବହୁତ ଦିନ ତଳେ ଏବଂ ଦଳ ମଧ୍ୟ ତାଙ୍କୁ ସୁଯୋଗ ଦେଇଥିଲା 2009 ଏବଂ 2014 ବିଧାୟକ ପ୍ରାର୍ଥୀ ହିସାବରେ। କିନ୍ତୁ ଦୀର୍ଘ ଦିନ 24 ବର୍ଷ ବିରୋଧୀ ଦଳରେ ନିଃସ୍ୱାର୍ଥ ଭାବ ରହିସାରିଲା ପରେ ମଧ୍ୟ ସେ ବିତସ୍ପୃହ ଏବଂ ସେ ଆଜି ଆମ ଦଳରେ ଆସି ଯୋଗ ଦେଇଛନ୍ତି। ତାକୁ ମୋ ଖୋଲା ହୃଦୟରେ ଆନ୍ତରିକ ସହ ଦଳରେ ସ୍ୱାଗତ କରିବା ସାଙ୍ଗେ ସାଙ୍ଗେ ତାଙ୍କ ସାଙ୍ଗରେ ଯେଉଁ ନେତୃମଣ୍ଡଳୀ ଆସିଛନ୍ତି ଆଳି ଏବଂ କନିକାରୁ ତାଙ୍କୁ ମଧ୍ୟ ଦଳରେ ସ୍ୱାଗତ କରୁଛି, ଆନ୍ତରିକ ସହ ସ୍ୱାଗତ କରୁଛି ଏବଂ ତାଙ୍କ ସାଙ୍ଗରେ ଆସିଥିବା ଶତାଧିକ କର୍ମକର୍ତ୍ତା ପାଖାପାଖି 300 ଲୋକ ଆଳି କନିକାରୁ ଆସିଛନ୍ତି ତାଙ୍କୁ ମଧ୍ୟ ସଭାରେ ସ୍ୱାଗତ କରୁଛି ଏବଂ ଯେଉଁ ଚିନ୍ତାଧାରା ଆମର କି ଆଳି ନିର୍ବାଚନ ମଣ୍ଡଳୀକୁ ଆଉ ପାଦେ ଆଗକୁ ନେବା ଏବଂ ଯୁବ ଶକ୍ତି ଏବଂ ଆଳି ନିର୍ବାଚନ ମଣ୍ଡଳ ଭବିଷ୍ୟତକୁ ଆଗକୁ ନେବା ପାଇଁ ନିଶ୍ଚିତ ଭାବରେ ରଜ ଭାଇଙ୍କ ଆମ ସାଙ୍ଗେ ରହିଲେ ନିଶ୍ଚିତ ଭାବରେ ସେ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ଆଗକୁ ହେବ ଏବଂ ଆମେ 2 ଜଣ ଯାକ ପରିଶ୍ରମ କରିବୁ ଏବଂ ଆଳି କନିକାର ମାଟିର ଉନ୍ନତି ପାଇଁ ଯୁବପିଢ଼ିର ଉନ୍ନତି ପାଇଁ ମାଆମାନଙ୍କ ସମ୍ମାନ ପାଇଁ ଏ ଲଢ଼େଇ ଜାରି ରହିବ ଏବଂ ନିଶ୍ଚିତ ଭାବରେ ତାଙ୍କ ସାଥୀ ଆମ ସାଙ୍ଗରେ ଆଜି ହେଲା ପରେ ये कार्यक्रम को ତ୍ୱରାନ୍ୱିତ ହେବ। ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା कि ओडिशा प्रगति करिବ, ओडिशा प्रगति आगू बढ़ेब ता साथे आम 2 जन सामिल हो कांधरे कांध मिसई आगू बढ़िब। धन्यवाद।